ହେଲା ଗାଇ ସ୍ୱାଗତ କରୁଛି ଆମର ୟୁଟ୍ୟୁବ ଚ୍ୟାନେଲ ସର୍ଫିରା ବାଇକରକୁ। ତ ଭାଇ ଆଜି କିଛି କଥା ସେୟାର କରିବି। ତ ମୋ ଟାର୍ଗେଟ ଥିଲା କି 1 ମନ୍ଥରେ 100 ସବସ୍କ୍ରାଇବର କରିବା। ତ ମୁଁ ଟ୍ରାଏ କଲି, ବହୁତ ଟ୍ରାଏ କରିଛି। 90 ସବସ୍କ୍ରାଇବ ପର୍ଯ୍ୟନ୍ତ ପହଞ୍ଚାଇଥିଲି। ତାର ପୁଣି କିଛି ଜଣ ଅଛନ୍ତି ଅନସବସ୍କ୍ରାଇବ କରିଦଉଛନ୍ତି। ମୁଁ ଜାଣିଛି ସେମାନେ ନିଜ ଲୋକ ବୋଲି। ନିଜ ଲୋକ ହିଁ ଅନସବସ୍କ୍ରାଇବ କରନ୍ତି। ଯେତେବେଳେ ଗୋଟେ ଲୋକ ଉପରକୁ ଉଠିବାକୁ ଚେଷ୍ଟା କରେ ତ ସେଟା ମାନେ ନିଜ ଲୋକ ହିଁ ଅନସବସ୍କ୍ରାଇବ କରନ୍ତି। ତ ଠିକ ଅଛି, ମୁଁ ହାର ମାନିବିନି, ମୁଁ ସେମିତି ଭିଡିଓ ବନେଇ ଚାଲିବି। ମୁଁ ବେଶୀ ମାନେ ଧନ୍ୟବାଦ ଦେବି ମୋ ୱାଇଫ କୁ, ସେ ମୋ ପାଇଁ ବହୁତ ମେହନତ କରୁଛି କି ମୋ ସବସ୍କ୍ରାଇବର କେମିତି କ୍ରିଏଟ ହବ। ତ ବାସ୍ ଏତିକି କହିବି କି ଟିକେ ସପୋର୍ଟ କର, ବିକଜ ଆପଣ ମାନେ ସପୋର୍ଟ ନ କଲେ ମୁଁ ଉପରକୁ ଉଠି ପାରିବିନି। ମୁଁ ଚାହୁଁଛି କି ମୁଁ ଉପରକୁ ଉଠିବି ବୋଲି, ମୋର ଡ୍ରିମ୍ ଏଇଟା। ତ କିଛି ଲୋକଟାକୁ ବି ଦରକାର ଅଛି କି ମୁଁ ବି କିଛି କରିପାରେ। ତ ପ୍ଲିଜ ଗାଇସ୍ ସପୋର୍ଟ କରିବ। ଆଉ ବେଶୀ କିଛି କହିବେନି, ସପୋର୍ଟ କଲେ ମୁଁ ବହୁତ ବହୁତ ବଢିଆ ବଢିଆ କଣ୍ଟେଣ୍ଟ ଆଣିବାକୁ ଚେଷ୍ଟା କରିବି। ମୁଁ ଟ୍ରାଏ କରୁଛି ଏବେ ଆକ୍ସନ କ୍ୟାମେରା କିଣିବାକୁ। ପାଖାପାଖି ଆଖି ସାଇଲାଣି, ଟିକେ ବଜେଟ ଟିକେ କମ କହୁଛି। ତ ସେଥିପାଇଁ ମୁଁ ଟ୍ରାଏ କରିବି, କିନ୍ତୁ ମୋ ପଟୁ 100% ଟ୍ରାଏ କରିବି ଆକ୍ସନ କ୍ୟାମେରା କିଣିଦେବି। ବିକଜ ଆକ୍ସନ କ୍ୟାମେରା କିଣିଦେଲା ପରେ ମତେ ଭିଡିଓ ବନେଇବାରେ କିଛି କଷ୍ଟ ହବନି। ମୋ ପାଖରେ କଣ୍ଟେଣ୍ଟ ବହୁତ ଅଛି, ମୋ ପାଖରେ ସ୍କ୍ରିପ୍ଟ ବି ମୁଁ ବହୁତ ଲେଖି ସାରିକି ରଖିଛି। ବିକଜ ଏଥିପାଇଁ ବନେଇ ଭିଡିଓ କି ମୋ ପାଖରେ ଆକ୍ସନ କ୍ୟାମେରା ନାହିଁ। ତ ସେଟା ଆଣି ସାରିଲା ପରେ ମୁଁ ଗୋଟେ ତବାହି ବାଲା ଭିଡିଓ ବନେଇବି। ତ ସେତିକି ଦିନ ପର୍ଯ୍ୟନ୍ତ ଟିକେ ଭାଇକି ସପୋର୍ଟ ଦଖେଇ ଦିଅ। ଯେହେତୁ ଓଡିଆ ରାଇଡର, ମୁଁ ଜାଣିଛି ଓଡିଆ କମ୍ୟୁନିଟିରେ ଭିଡିଓ ବନେଇବାକୁ ହେଲେ ବହୁତ ସହିବାକୁ ପଡିବ, କାହିଁକିନା ଏତେ ସହଜରେ ଉପରକୁ ଉଠି ହବନି। ତାପରେ ପୁଣି ମୁଁ ଯୋଉ ଲାଇନରେ ପାଦ ଦେଇଛି ସେଟା ହେଲା ମୋଟୋ ବ୍ଲଗିଂ। ମୋଟୋ ବ୍ଲଗିଂ ରେ କମ୍ପିଟିସନ ପୁରା ହାଇ ରହୁଛି, ଏଟା ମୁଁ ଭଲସେ ଜାଣିଛି। ତାପରେ ବି ଏ ଲାଇନରେ ମୁଁ ପାଦ ଦେଇଛି। ତ ବାସ୍ ଏତିକି ଚାହିଁବି କି ମତେ ଟିକେ ସପୋର୍ଟ କର, ଯାହା ଫଳରେ କି ବହୁତ ବହୁତ ବଢିଆ କଣ୍ଟେଣ୍ଟ ଆଣିବାକୁ ଚେଷ୍ଟା କରିବି। ବେଶୀ କିଛି କହୁନି, ବାସ୍ ସପୋର୍ଟ କରିଦିଅ ଭାଇକି। ଚ୍ୟାନେଲରେ ଖାଲି ଗୋଟେ ସବସ୍କ୍ରାଇବ, ଆପଣଙ୍କର ଗୋଟେ ସବସ୍କ୍ରାଇବ ମତେ ମୋଟିଭେଟ କରୁଛି। ତ ମୁଁ ବାସ୍ ଏତିକି କହିବି, ଆପଣଙ୍କର ଗୋଟେ ସବସ୍କ୍ରାଇବ ହିଁ ମୋ ଜୀବନ ପରିବର୍ତ୍ତନ କରିପାରିବ। ତ ପ୍ଲିଜ ଭାଇ ମାନେ ସପୋର୍ଟ କରିଦିଅ ଟିକେ, ସାନ ଭାଇଟା। ଜୟ ଜଗନ୍ନାଥ, ଜୟ ଶ୍ରୀରାମ।